श्री गणेशाय नमः। नमस्कार बंधुगण, जय सूर्यदेव। भागवत महापुराण ओडिया चैनल आपण माननको स्वागत करुछि। आज आपण माननको पई प्रस्तुत होइछि सूर्य पुराण। एही पुराण पाठ करिबा बा श्रवण करिबा द्वारा मनुष्य जीवन रे आरोग्य, तेज, सकारात्मक शक्ति एवं सफलता प्राप्त होइथाय। एही पवित्र ग्रंथ को पढ़िले बा शुणिले अनेक प्रकारर लाभ मिलता है। नियमित भावे सूर्य पुराण पाठ किंबा सूर्य को उपासना कले कौन से प्रकारर चर्म रोग एवं आखि संबंधी रोग होई न थाए। एही पुराण श्रवण करिबा द्वारा मानसिक शांति एवं पुण्य प्राप्ति होई थाए। तेबे आसंत बंधुगण आरंभ करिबा सूर्य पुराण। चैनल जदि नुआ अछंती चैनल को सब्सक्राइब करी कमेंट बॉक्स रे जय सूर्यदेव लिखा जमा भी भूलें। तेरे आसंतु आरंभ करिबा सूर्य पुराण। प्रथमे सूर्य को वंदना पाठ करिबा। सूर्य को वंदना। जय हे छाया रमण जगत गोसाई, धर्म रूपे पृथ्वी रे अछौ देह तब तेज पाई देव त्रिलोक जीवित, तब विहीने संसार हुए रसागत। काल जम जई तुम्भे बिरंची भास्कर, पापी गति मुक्ति दाता जमंक पियर। त्रिभुवन कर्ता नाथ अतुल विभूति, सर्वदेवंक ग्रणी सर्वग्रह पति। तब हेतु चराचर जीवन धरती, संबर दैत्य को देव कल विनश्यति। अपार महिमा देव धर्म निरंजन, दिगपाल मध्य देव अट हे प्रधान। प्रतिदिन जे तुम्भर नाम को जपई, जमदंड ताहाको जे तिले न बाधई। देव दिवाकर त्रिलोकर करनाथ, जय जय प्रभु शनिश्चरंकर तात। तब कीर्ति महिमा को सरल भाषा रे लेखिबी बोली न जनाउछि श्रीपय रे। तब दया हेले पद मान हेब दृश्य, एही भिक्षा श्री चरणे जे कश्यप शिष्य। हर पार्वतींकर कथोपकथन। आहे साधु सन्थ माने मने बही मुद, शुण ए पवित्र सूर्य पुराणर भेद। जहा शुणते दुष्कृत मान हे बक्षय, अंतिमरे वैकुंठ को करिब विजय। दिने पार्वती को संगे घेनी सदा शिव, कैलास शिखे करुछन्ति क्रीड़ा भाव। सेही काले हैमवती ईश्वर को चाही, पूछा कले प्रेमानंदे गद गद होई। दया करी प्राणनाथ अकपट चित्ते, कहंतु सूर्य पुराण चरित हे मोते। शुणिबाकु अति श्रद्धा बलिछि मोर, आज ता प्रकाशी प्रभु आशा पूर्ण कर। सूर्य क्यों परी कहीं जन्म
ହୋଇଲେ ବିସ୍ତାରି ମୁଁ ଆଗେ ନାଥ କଥା ଭଲେ ସହସ୍ର କିରଣ କାହିଁ ପାଇଲେଟି ସେହି କହିଦିଅ ପ୍ରାଣନାଥ ସଂଶୟ ଫିଟାଇ ଯମସନି କିପରି ହୋଇଲେ ତାଙ୍କ ପୁତ୍ର ଯମୁନା କିପରି ହେଲା ତାଙ୍କ ଦୁହିତ କାହିଁକି ତାହାକୁ ରାହୁ କରୁଥାଏ ଗ୍ରାସ କୃପା କରି ମୋ ମନୁ ସନ୍ଦେହ କର ନାଶ ପାର୍ବତୀଙ୍କ ବଚନେ କହନ୍ତି ଶୂଳ ପାଣି ଯାହା ପଚାରିଲେ ମୋତେ ପରାଣ ମିତଣି ଅତି ଗୁପ୍ତ ରହସ୍ୟ ଅଟଇ ଯେ ସେଇ ତୁମ୍ଭ ଆଗେ ସବୁ ଏବେ କହୁଛି ବୁଝାଇ ଯେଉଁ ସୂର୍ଯ୍ୟ ପୁରାଣ ପାତକ କରେ ଧ୍ୱଂସ ଯାହାକୁ ଶୁଣିଲେ ହୁଏ ବୈକୁଣ୍ଠେ ବାସ ସିଦ୍ଧ ମୁନି ଗଣ ଯେଉଁ ପୁରାଣରେ ବସି କଳ୍ପେ କଳ୍ପେ ଧ୍ୟାନ ମଗ୍ନେ ରହିଛନ୍ତି ବସି ଆଜି ସେ ଗୁପ୍ତ କଥା କହୁଅଛି ଶୁଣ ଯେଉଁପରି ହେବ ତୁମ୍ଭ ସନ୍ଦେହ ମୋଚନ ଏହିପରି ପାର୍ବତୀ ଆଗରେ ବିଶ୍ୱମ୍ବର କହନ୍ତି ସୁଜନେ ଶୁଣ ମନ କରି ସ୍ଥିର ସୂର୍ଯ୍ୟଙ୍କର ଜନ୍ମଚରିତ ଏଥୁ ଅନ୍ତେ ସାଧୁ ଜନେ ଶୁଣ ମନ ଦେଇ ପାର୍ବତୀଙ୍କ ଆଗେ ତା କହନ୍ତି ଭୂତ ସାଇଁ ଆଗ ପ୍ରାଣ ସହି ହୈମବନ୍ତର ଦୋଲଣି ଅତି ମନୋରମ ସୂର୍ଯ୍ୟ ଜନମ କାହାଣୀ ଯେ ପ୍ରଭୁ ଅଟନ୍ତି ପ୍ରିୟ ଜଗତ କାରଣ ଯାହାଙ୍କ ଯୋଗୁଁ ପ୍ରାଣୀ ନିତ୍ୟ ପାଆନ୍ତି ପ୍ରାଣ ଯେଉଁ ପ୍ରାୟ ଜନମିଲେ ସେହି ଦିନନାଥ ବିସ୍ତାରି କହୁଛି ଶୁଣ ଦେଇ ଏକ ଚିତ୍ତ ପ୍ରଳୟ କାଳେ ନବ ଖଣ୍ଡ ଯେମେଦିନୀ ସ୍ୱର୍ଗ ମର୍ତ୍ତ୍ୟ ପାତାଳ 14 ପୁର ଘେନି 56 କୋଟି ଯେ ଜୀବ ଜନ୍ତୁ ମାନେ ଥିଲେ ମହାପ୍ରଳୟ ଜଳରେ ସକଳେ ବୁଡ଼ିଲେ ମହାଘୋର ଅନ୍ଧକାର ଘୋଟିଲା ଜଗତ ଏହିପରି କେତେ ଯୁଗ ହୋଇଲା କଗତ ନାଭିରୁ ପଦ୍ମ ବୃକ୍ଷର ପ୍ରକାଶିଲା ସଂସାର କରିବାକୁ ଯେ ବଢ଼ିଲା ଇଚ୍ଛା ଫୁଟନ୍ତେ 10 ପାଖୁଡ଼ା ହୋଇ ପଦ୍ମ ଗୋଟି ମନକୁ କହିଲେ ତୁହ ପଦ୍ମକୁ ଯାଅଟି ରଜଗୁଣକୁ ଘେନିଣ କଳେବର ଧର ପଦ୍ମଗର୍ଭ ଜନ୍ମ ସୃଷ୍ଟି ସରଜନା କର ବିଷ୍ଣୁର ବୋଲେ ସେ ମନ ଗମନ କରିଲା ଆତ୍ମଭେଦ ସୂତ୍ର ଧରି ପଦ୍ମରେ ବସିଲା ପଦ୍ମରୁ ଜନ୍ମ ପାଇଲା ପଦ୍ମ ଯୋନି ନାମ ମନ ଏକା ବ୍ରହ୍ମା ହେଲା ଗୋ ଭବାନୀ ଶୁଣ କେଉଁଠାରୁ ଅଇଲା ତା ନ ଜାଣନ୍ତି କେହି ତା ମହିମା କାହାକୁ ଗୋ ଜଣାଗଲା ନାହିଁ ସେ କଥା କାହାକୁ ପ୍ରିୟ ନଥିଲା ଗୋଚର ନଖେ ବିଦାରିତ ହିଁ ରୁହେଲେ ସେବାର କ୍ରମେ ହି ଜଗତକୁ ସର୍ଜନା ଯେ କଲେ ତେଣୁ ସମସ୍ତଙ୍କ ପିତାମହ ବୋଲାଇଲେ ତାଙ୍କ ମୁଖରୁ ଓଙ୍କାର ଶବ୍ଦ ଜାତ ହେଲା ସେହି ଶବ୍ଦରୁ ପୁଣି ନାଦ ଜନ୍ମିଲା ପ୍ରଥମେ ଜାତ ହୋଇଲା ଭୂଖଣ୍ଡ ମେଦିନୀ ତା ଉତ୍ତାରୁ ଭୁବ ଲୋକ ହେଲା ଗୋ ସର୍ବାଣୀ ସେ ଅନ୍ତେ ଶ୍ଲୋକ ହେଲା ଧାତା ବଦନରୁ ଏହାପରେ ଯାହା ହେଲା ଶୁଣ ଗରମ୍ଭରୁ ଏହି ଯେ ମହାବ୍ୟାହୃତି ସେ ସୂର୍ଯ୍ୟ ସ୍ୱରୂପ ଆକାର ଉକାର ଯେ ମକାର ଏହି ରୂପ ଓଙ୍କାର ମଧ୍ୟରେ ସୂକ୍ଷ୍ମ ଦେହକୁ ଧରିଣ
ଦୃଶ୍ୟ ହୋଇଲେ ସେ ପୁଣି ଅଂଶୁ ପରମାଣ। ତଦୁତାରେ ତହୁଁ ମହାଲୋକ ହେଲା ଜାତ। ଜନ ଲୋକେ ତପ ଲୋକେ ସତ୍ୟ ଲୋକେ ଖ୍ୟାତ। ଏହି ଶପଥ ଭୁବନ ସେ ସୂର୍ଯ୍ୟଙ୍କ ଦେହ। ତାଙ୍କ ସ୍ଥୂଳ ସୂକ୍ଷ୍ମ ରୂପ କହିଲି ନିଶ୍ଚୟ। ସାକ୍ଷାତ ସେ ପରମ ବ୍ରହ୍ମ ଦେବ ଦିବାକର। ସେ ନିରାକାରଙ୍କ ଜନ୍ମସ୍ଥଳଟି ଓଙ୍କାର। ସୂର୍ଯ୍ୟଦେବଙ୍କର ଜନ୍ମ କହିଲି ଗୌମା। କୋଟି ମୁଖେ ବର୍ଣ୍ଣି ନୁହେଁ ତାଙ୍କ ମହିମା। ଯେଉଁ ପୁରାଣ ଶ୍ରବଣେ ଅଙ୍ଗରେ କଳ୍ମଷ। ନର ହୋଇ ଶୋକ ତାପ ନବା ଧଇଲେ ସ। ତାହା ତୁମ୍ଭର ଆଗରେ କହିଲିଟି ଜାଣ। ଶୁଣି ହୈମବତୀ ସୁତା ପଚାରିଲେ ପୁଣ। ଆହେ ପ୍ରାଣନାଥ ମନେ ସନ୍ଦେହ ଲାଗଇ। ନିରାକାର ପରମ ବ୍ରହ୍ମ ସ୍ୱୟଂ ଯେବେ ସେହି। କି ପ୍ରକାରେ ରୂପ ବହି ବିବାହ ହୋଇଲେ। ଏ ସନ୍ଦେହ ଛେଦ ଏବେ ହେ ପ୍ରାଣେଶ ଭଲେ। ମୌନ ହୋଇଲେ ଦେବୀ ଏମନ୍ତ କହିଣ। ସେ ପାଦେ ଶରଣ ମାଗେ आहे साधुजन। इति श्री सूर्य पुराणे शिव उमा संवादे सूर्यंकर जन्म कथने नाम प्रथम अध्याय। द्वितीय अध्याय सूर्यंको अदितिंकर स्तुति और बर प्रार्थना। शिव उवाच हे सन्थ साधव माने शुण मद बही। जहा शुणन्ते सकल कल्मष नाशई। शंकर कहन्ति शुण आगो शैल सोता। जेते बेले संसार सृजिले विधाता। तांक दक्षिण हातर बुढ़ा अंगुलीरु। दक्ष प्रजापति जन्म हेले प्रथमरु। बाम हाथ बुढ़ा अंगुलीरु तहु पुणी। ताहांक पत्नी को जात कले वेद पाणी। से उत्तारु पद्मजनी कहिले जे तांकु। शुण जे निमन्ते जात कली मु तुम्भंकु। तुम्भे दुहे मिली एवे लोक सृष्टि कर। हेउ कही दुहे तहु होइले अंतर। नाना रंगे दुई जन आरंभिले केली। 10 मास शेषे जनमिला एक बाळी। आदि नाम अटई से ता नाम अदिति। कश्यपंक तुले क्रीड़ा करू से युवती। ताहांक गर्भरु सूर्य उदय होइले। मार्तन नाम गोटिक से पुणी बहिले। जेउ परि सृष्टि स्थिति प्रलयाधिकारी। बोइले दिने सदा शुण प्राणेश्वरी। एक दिने देव दानवंकर मध्यरे। कलह हेला बई मातृ सोदर भावरे। घोर युद्ध कले परस्परे जे मिलिण। देव वर्षे 7 वर्ष बोही गला जाण। राक्षसे साहा हेले जे दानव मानंकु। से दूर करी देले से देव गणंकु। न पाइण यज्ञ भाग मोर निचय। मने मने सर्वे दुखी हेले अतिशय। दानव राक्षस माने एक मेली होई। यज्ञ भाग मान सबु गले पुणी खाई। अदिति पुत्रंक दुख सही न पारिण। सूर्यदेवं को से मन मध्य कले ध्यान। आहार निद्रादि सबु परित्याग कले। मन प्रकृति गण को एक करिदेले। स्तुति कले आहे प्रभु देव दिवाकर। जीवन अटहे तुम्भे प्राणी मानंकर। तुम्भे सूक्ष्म रूपट तुम्भे सूक्ष्म स्थूल।
ତୁମ୍ଭେ ଅଟ ଏହି ସଂସାରର ଆଦି ମୂଳ। ତୁମ୍ଭ ଶ୍ରୀ ଚରଣେ କରୁଛି ମୁଁ ନିବେଦନ। ତେଜ ସ୍ୱରୂପେ ଜଗତେ ହୁଅ ବିଦ୍ୟମାନ। ବାରମ୍ବାର ତୁମ୍ଭ ପାଦେ କରୁଛି ବିନତି। ହରଣ କର ମୋର ଏ ମହାବିପତ୍ତି। ପଡ଼ିଅଛନ୍ତି ବିପଦେ ମୋର ପୁତ୍ରମାନେ। ରକ୍ଷା କର ଦିବାକର ପ୍ରସନ୍ନ ବଦନେ। ଏହିପରି ଆଦି ନାରୀ ସ୍ତୁତି କରନ୍ତେଣ। ଦେବ ଦିବାକର ତାଙ୍କୁ ହୋଇ ସୁପ୍ରସନ୍ନ। ବହୁଦିନ ଅନ୍ତେ ଦେବ ଦର୍ଶନ ଦେଲେ। ଗଗନ ମାର୍ଗରେ ଥାଇ ଏସନ କହିଲେ। ଆଗ ମାତ ପୁରାଇବି ତୋ ମନ କାମନା। ମନରେ ତୁ କିଛି ମାତ୍ର ନ କର ଭାବନା। ସେ ମୃଦୁ ଗମ୍ଭୀର ବାଣୀ ଶୁଣିଣ ଦିତି। ଚାହିଁଲେ ନଭମଣ୍ଡଳେ ଦିଶେ ଦିବ୍ୟ ଜ୍ୟୋତି। ସେହି ତେଜରେ ଆକାଶ ପୃଥିବୀ ପୂରିଛି। ତା ଦେଖି ଅଦିତି ଆଉ ନ ଭାବିଲେ କିଛି। ପ୍ରଫୁଲ୍ଲିତ ହେଲା ତାଙ୍କ ବଦନ କମଳ। ଚାହିଁ ରହିଛନ୍ତି ନେତ୍ର କରି ଛଳ ଛଳ। ବୋଇଲେ କାଳେ ତହୁଁ ଦେବ ଦିବାକର। ପ୍ରସନ୍ନ ହେଲି ଗୋମାତା ମାଗି ଘେନବର। ତାହା ଦେଖି ଅଦିତି ବୋଇଲେ ତତ୍କ୍ଷଣ। ଯେବେ ପ୍ରସନ୍ନ ହୋଇଲେ ଦେବ ରାଜନ। ଏହି ବର ମୋତେ ଏବେ ଦିଅ ଦିବାକର। ବିପଦେ ପଡ଼ିଅଛନ୍ତି କୁମରେ ମୋହର। ବିପଦେ ଦାନବ ମାନେ ନେଲେ 5 ଭାଗ। ମୋହର ପୁତ୍ରଙ୍କ ଠାରେ ବହି ହିଂସା ଭାବ। ତେଣୁ ମୋର ସୁତେ ବିପଦରେ ପଡ଼ିଛନ୍ତି। ମୃତ ବାଲ୍ୟ କେବଳ ସେ ରହିଣ ଅଛନ୍ତି। କୃପା କରି ତାଙ୍କୁ ତୁମ୍ଭେ ଦିଅ ହେ ଜୀବନ। ଯେଉଁପରି ନିଜ କିରଣରେ ହେ ତପନ। ଉଜ୍ଜଳ କରିଛ ତୁମ୍ଭେ ପୃଥିବୀ ଆକାଶ। ଭୀଷଣ ଅନ୍ଧକାରକୁ କରିଣ ବିନାଶ। ସେହି ପ୍ରାୟ ଦାନବ ମାନଙ୍କୁ ନାଶ କରି। ମୁକୁଳ ଉଜ୍ଜଳ କର ଗଗନ ବିହାରୀ। ଏମନ୍ତେ ଅଦିତିଙ୍କର ନିବେଦନ ବାଣୀ। ଶ୍ରବଣ ପୁଟରେ ଦେବ ଦିବାକର ଶୁଣି। ସେ ତେଜମଣ୍ଡଳୁ ପ୍ରଭୁ ଅବତାର ହେଲେ। ବିଶୁଦ୍ଧ ତାରା ପରାଏ କାନ୍ତି ପ୍ରକାଶିଲେ। ତାହାଙ୍କୁ ଦେଖି ଅଦିତି କଲେ ନମସ୍କାର। ତପନ ବୋଇଲେ ମାତ ଶୁଣ ମୋର ଗିର। ତୋର ଗର୍ଭରୋଗ ମୁହିଁ ହୋଇବି ଜନମ। ଏବେ ତ ଉଦରେ ମାତ ଦିଅ ମୋତେ ସ୍ଥାନ। ନିଶ୍ଚୟ ଦୈତ୍ୟ ଦାନବଙ୍କୁ କରିବି ସଂହାର। ତୋ ପୁତ୍ରକୁ ରଖିବି ଗୋ ଏ ସତ୍ୟ ମୋହର। ସୂର୍ଯ୍ୟଙ୍କ ଠାରୁ ଶୁଣିଣ ଏସନ ବଚନ। ସନ୍ତୋଷ ହେଲେ ଅଦିତି ଭାସଇ ଅଧମ। ଇତି ଶ୍ରୀ ସୂର୍ଯ୍ୟପୁରାଣେ ଶିବ ଉମା ଅଦିତିଙ୍କ ବର ପ୍ରାପ୍ତି କଥନେ ନାମ ଦ୍ୱିତୀୟ ଅଧ୍ୟାୟ। ତୃତୀୟ ଅଧ୍ୟାୟ ସୂର୍ଯ୍ୟଙ୍କ ଆଦିତ୍ୟ ମାର୍ତ୍ତଣ୍ଡ ନାମ ଧାରଣ। ଶିବ ଉବାଚ ଏହାପରେ ଭବାନୀ ଗୋ ଶୁଣ ଦେଇ ମନ। ତବ ଫଳ ପାଇଣ ଆମ୍ଭର ହର୍ଷ ମନ। ସୁବେଶ ହୋଇ ପବିତ୍ର ମନ ସେ ହୋଇଣ। ପ୍ରେମର ସେ ସ୍ୱାମୀ ସଙ୍ଗେ ମାତିଲେ ବହନ। ସୂର୍ଯ୍ୟମଣ୍ଡଳରୁ ଦିବ୍ୟ ଜ୍ୟୋତି ବାହାରିଲା। ସୂର୍ଯ୍ୟ ସଙ୍ଗେ ଅଦିତିଙ୍କ ଗର୍ଭରେ ପଡ଼ିଲା। ସେ ଦିବ୍ୟ ତେଜକୁ ତହୁଁ ଅଦିତି ବହିଲେ। ତାହା ଦେଖିଣ କଶ୍ୟପ ମହାତୋଷ ହେଲେ। ବୋଇଲେ ଶୁଣ ମୋ ବାଣୀ ଅଦିତି ସୁନ୍ଦରୀ।
नित्य नित्य तुम्भेते उपवास करी विनाश करिब कि गो गर्भर शिशुको किंपाई करिछ चंद्रायण बरतको भ्रूण हत्या पाप निश्चय हेबो गो तुम्भर अदिति कहिले शुण हे पराणेश्वर जेउ कुमर छई गर्भरे महर दीनबंधु सेहु जान करिब संहार मोहर पुत्र मानंको रक्षा जे करिब न बुझी काहेकि रोष हेउछ धव स्वामी को आगे अदिति मंत कहिले तो समति होई केते दिने प्रसविले एक तेजमय पिंड होइला जात देखि कश्यप ताहांकु कले दंडवत बोइले भो परम ब्रह्म तेजमय पिंड तुम्भर ज्योति पूरिला 14 ब्रह्मांड तुम्भे संसार सृष्टि स्थिति लयकारी शांत मूर्ति धर आहे गगन बिहारी कश्यपंक स्तुति वाक्ये परम संतोष होइले दिव्य मूर्ति धरी दीन ईश से पिंड मध्य बाहर हेले तत्क्षण रूप दिशु अछि पद्म पलाश समान तांको तेज चतुर्दिग घोटिला से काले ता देखि कश्यप ऋषि चमत्कार हेले एमंत समय शून्य हेला दैववाणी घन गर्जन पराय शुभिला से पुणी एही गर्भंड को तुम्भे हे मुनिवर मृग हेब बोली आदित्यंकु जा कहिल एहेतु पुत्रर नाम हेला मारतंड दानवंक शिर करिब खंड खंड अदित्यंक गर्भु जेणु होइला जात आदित्य नामटियार लोके हेउ ख्यात ए वचन शुणी देवे आनंदित हेले सेहि पुत्र बढ़िला कश्यप ऋषिपुरे 8 बरसरे व्रत करे मुनीश वेद शास्त्र कराइले ताकू अभ्यास सकल विद्यारे से जे होइला निपुण दिनेन्द्रंकु डाकिण कहिले तपन दैत्य आसन्तु आंबर संगे समरकु देवगण शुणी आदित्यंक वचनकु तत्क्षणे उठी अतिशय क्रोध भरे असुर मानंकु सर्वे मंद कहिले आसरे दैत माने विलंब न कर आंब संगतरे तुम्भे युद्ध कर देवंक वचने क्रोधे असुर धाइले नानादि अस्त्र मानंकु प्रयोग जे कले महाभये इतस्तत होइले अमरे धनुधरी सुरपति आगुसार हेले कश्यपंक सुत तांको पछे पछे गले दैत्यंकर तेज निज तेजे विनाशिले आदित्यंकु देखि दैत्य निस्तेज हुअन्ते कोपे सुरपति सर बिंधिले तुरीते धनपुत्र से आघात सही न पारिले युद्ध छाड़ी से ही भये पाताले लुचिले केहि ता सिंधु जल रे गुपते रहिले केहि घोरतर युद्ध करी प्राणे मले जम समतांकु होइले सुरनाथ दानव कुल समूले हेले ध्वंस प्राप्त इंद्र आदि देवे हेले परम रस पार्वती को आगे हा कहिले महेश ए सूर्य पुराण
ସମାନ। ନିରନ୍ତର ପାତ କର ଆହେ ସାଧୁ ଜନ। ଇତି ଶ୍ରୀ ସୂର୍ଯ୍ୟ ପୁରାଣେ ଶିବ ଉମା ସମ୍ବାଦେ ସୂର୍ଯ୍ୟଙ୍କର ଆଦିତ୍ୟ ମାର୍ତ୍ତଣ୍ଡ ନାମ ଧାରଣ କଥନମ ନାମ ତୃତୀୟ ଅଧ୍ୟାୟ। ଚତୁର୍ଥ ଅଧ୍ୟାୟ ସୃଷ୍ଟି ପ୍ରକ୍ରିୟା ବିବରଣ। ପାର୍ବତୀ ଉବାଚ ଏଥୁ ଅନ୍ତେ ଉମା ଚାହିଁର କୈଳାସପତି। ପୁଛା କଲେ କୁହ କୁହ ଆହେ ପ୍ରାଣପତି। ନାଭି କମଳରୁ ପ୍ରଜାପତି ଜନ୍ମ ହେଲେ। କେଉଁପରି ପ୍ରାଣୀମାନେ ଜନମ ଲଭିଲେ। ବୃକ୍ଷଲତା ଗୁଳ୍ମ ତୃଣ କାହୁଁ ହେଲେ ଜାତ। ତେ ଆଗେ ଜନମ ହେଲା କହ ହେ ଚରିତ। ଶୁଣିବାକୁ ବଡ଼ ଶ୍ରଦ୍ଧା ବଳିଛି ମୋହର। ବିସ୍ତାରି ପ୍ରକାଶ କର ଆହେ ଷୋଳଧର। ଶଙ୍କର ଉବାଚ ପ୍ରାଣପ୍ରିୟାଙ୍କ ମୁଖରୁ ଏ ବଚନ ଶୁଣି। ପ୍ରେମ ଗଦ ଗଦେ କହନ୍ତି ଯେ ଷୋଳ ପାଣି। ଶୁଣ ଗୋ ଶୈଳ ନନ୍ଦିନୀ ପ୍ରଚାରିଲ ଯାହା। ସଂଶୟ ପଡ଼ି ସେମଙ୍କୁ କହିଦେବା ତାହା। କେଉଁ ପ୍ରକାରେ ପ୍ରଜାପତି ସୃଷ୍ଟି କଲେ। ସେ କଥା ତୁମ୍ଭ ଆଗରେ କହୁଅଛି ଭଲେ। ପୂର୍ବମୁଖ ବ୍ରହ୍ମାରୁକ ବେଦ କଲେ ଜାତ। ଯଜୁର୍ବେଦ ଦକ୍ଷିଣ ମୁଖରୁ ଗୋ ସମ୍ଭୂତ। ପଶ୍ଚିମ ମୁଖ ଯେ ସାମ ବେଦ ଉଦ୍ଗାରିଲେ। ଉତ୍ତର ମୁଖ ଅଥର୍ବ ବେଦ ଜାତ କଲେ। ଏହି ଅପୂର୍ବ ବେଦଟି ତତୋତ୍ତମ ଗୁଣ। ମିଶ୍ରିତ ଅଟଇ ଆଗ ପ୍ରାଣ ପ୍ରିୟା ଜାଣ। ଶାନ୍ତି କମାରଣ ଭେଦେ ତ୍ରିବିଧ ସେ ହୋଇ। ସୁଖ ଦୁଃଖ ଦୁହେଁ ବେଦରେ ଛନ୍ତି ରହି। ଏ ବେଦ ସୁନ୍ଦର ସୁନ୍ଦର ଦୁଇ ମୂର୍ତ୍ତି। ଧାରଣା କରଇ ଆଗ ହିମାଦ୍ରି ଦୁହିତି। ରଜଗୁଣେ ଭୂଷିତ ଯେ ଅଟଇ ଋଗ୍ବେଦ। ସତଗୁଣେ ଶୋଭା ପାଏ ପୁଣି ସାମବେଦ। ଯଜୁର୍ବେଦ ତମ ଗୁଣେ ରହିଅଛି ପୁରୀ। ଶାନ୍ତିକ ପୌଷ୍ଟିକ ବେଦ ରହେ ବେଦ ଚାରି। ଏହିପରି ଜାତ ଚାରି ଚତୁର ଆନନ। ପୁଣି ହୁଙ୍କାରି ଶବଦ କଲେ କବନ। ସେହି ଶବ୍ଦରୁ ମାରିଚି ଜନମ ହୋଇଲେ। ତାଙ୍କଠାରୁ କଶ୍ୟପ ମୁନି ଯେ ଜନମିଲେ। ଦକ୍ଷିଣ ବ୍ରହ୍ମାଙ୍କ ଦକ୍ଷିଣ ଭୁଜୋତ୍ପତ୍ତି। ତାଙ୍କ ତହୁଁ ଜନମିଲେ 13ଟି ଦୁହିତି। ପ୍ରଥମେ ଅଦିତି ଦ୍ୱିତୀୟରେ ହେଲେ ଦିତି। ଧନୁବିନତା ବଦ୍ରୁ ଯେ ଜନ୍ମିଲେ ଗୋସତୀ। କ୍ରୋଧାରିଷ୍ଠା ଇରା ପୁଣି ମନୁ ତମ୍ଭାସିନୀ। ଇଳା ପ୍ରଥା ସହିତେ 13ଟି ନନ୍ଦିନୀ। କଶ୍ୟପଙ୍କ ବୀର୍ଯ୍ୟ ସୃଷ୍ଟି ଭିୟାନ କରିଲେ। ଅଦିତିଙ୍କ ଗର୍ଭୁ ଦେବ ଗଣ ଜାତ ହେଲେ। ଦିତିଙ୍କ ଗର୍ଭୁ ଦଇତେ ଲଭିଲେ ଜନମ। ଧନ ଜନ୍ମ କଲେ ଯେତେ ଦାନବ ଗଣ। ବିନତା ଗର୍ଭୁ ଗରୁଡ଼ ଅରୁଣ ସମ୍ଭୂତ। ପୁଣି ଯକ୍ଷ ରାକ୍ଷସ ପକ୍ଷୀଙ୍କୁ କଲେ ଜାତ। ସର୍ପମୁନି ଗନ୍ଧର୍ବଙ୍କୁ ସେହୁ ଜନ୍ମ କଲେ। କ୍ରୋଧ ଗର୍ଭରୁ ଯେ ନଦ ନଦୀ ବାହାରିଲେ। ଅପସରା ଗଣଙ୍କୁ ରିଷ୍ଟା କଲେ ସେ ଜନମ। ଇରା ଗର୍ଭୁ ଐରାବତ ହସ୍ତି ଉତ୍ପନ୍ନ। ସେନ ଆଦି କନ୍ୟା ଗୋତ୍ର ମାଦି ପ୍ରସବିଲେ। ଛଞ୍ଚାଣେ ତାଙ୍କରି ଗର୍ଭ ଉତ୍ପତ୍ତି ହୋଇଲେ। ଆବର ଜନ୍ମିଲେ ଶୁକ ଆଦି ପକ୍ଷୀ ଗଣ। ବୃକ୍ଷଲତା ମାନେ ଇଳା ଗର୍ଭୁ ଜାତ ପୁଣ। ପତଙ୍ଗ ମାନେ ଯେ କ୍ରୋଧି ଠାରୁ ଜନମିଲେ। ଏହିପରି କ୍ରମେ ସୃଷ୍ଟି ହୋଇଲା ଗୋ ଭଲେ। ଇତି ଶ୍ରୀ ସୂର୍ଯ୍ୟ ପୁରାଣେ ଶିବ ଉମା ସମ୍ବାଦେ ସୃଷ୍ଟି ପ୍ରକ୍ରିୟା ବର୍ଣ୍ଣନମ୍ ନାମ ଚତୁର୍ଥ ଅଧ୍ୟାୟ।
पंचम अध्याय सूर्यଙ୍କ विवाह। पार्वती उवाच शंकरଙ୍କ मुख चाहि पुणी हैमवती बेनिकर जोड़ीण विनये पचारती सूर्यଙ୍କ विवाह कथा कह प्राणनाथ शुणिबाकु आशा मोर बळिछि बहुत सूर्यदेवଙ୍କୁ जे केहू कन्या दान कला विस्तारी कहवा हेउ ताहा मते भला। शंकर उवाच पार्वती को चाहिण कहती पशुपति जहा प्रश्न कल देवी शुण दे श्रुति अत्यंत गुप्त अटे विभा कथन शुणिले तुम्भर एथु न छाड़िबि मन विश्वकर्मांकर संज्ञा नामेण दुहिता रूपे गुणे सुंदरी से परम पंडिता मोती कांति की निंदई तार नख पंथी कुकनदकु निंदई ता चरण ज्योति रंभा तरु प्राय तार बेनिउरु शोभा प्रथल नितंब देश शोभा की कहिबा डम्बरु मझा पराय तार कटी देश कमल पत्र प्राय ता उदर प्रकाश नाभिकूप ताहार अत्यंत मनोहर बेनिस्तन सते किबा दुईटी मंदिर कंबुर निंदई कंठ त्रिरेखा जड़ित अधर दिशई पको बिंब फलवत नासातिल फल दंत कुंत कढ़ परी भ्रुलता काम कमाण नयन सफरी नवीन घन सदृश कुंचित कुंतल पृष्ठदेश कुलम्बिण दिशई मंजुल सबद चंद्र को जिणिता मुख मंडल केतकी पराए कांति दिशे ढळ ढळ सर्वगुणे पंडिता से परम चतुरी ताजवनावस्था विश्वकर्मा देखी करी मानसे विचारी हेले अतिशय दुखी काहाकु विभा देवाकु एही कन्याटिकी अदिति नंदन अटे अत्यंत सुंदर रूप गुणे नहिब ताहाकु पटांतर महातेजस्कर सेही युवक आदित्य तांकु ए कन्याटी देवी कली मुहि सत्य एमंत मानसे चिंती गले विश्वकर्मा सूर्य पासे प्रवेशिले जाने गुण सीमा बोइले आहे आदित्य अदिति दुलाल तेज बळे विनाशिल दानवंक बळ रूपे गुण आपण तो अति मनोहर संज्ञा नामे कन्याटीए अछि जे मोहर तार अनुरूप वर होइले आपण त्रिदान करिबा पाई बळिछि मन विश्वकर्मांक वचने कहिले आदित्य विवाह हेबाकु आंभर न बळई चित्त ए समय कश्यप आदित्य सेहि ठारे दुई जन जाक आसी प्रवेश होइले आदित्यंको अनेक जे बुझाई कहिले विवाह हेबाकु मार्तंड सम्मत न कले तह विश्वकर्मा देवी करकु जोड़ीण बहुस्तुति आरंभिले विनयी होइण शेषे बोइले हे देव देव मारतंड मुहि अति दिनहीन पामर पाषांड आपणक पादेवा करिबि केउ स्तुति न जाणई प्रेम मुहि न जाने भक्ति चरणे शरणे सेवी कन्या रत्न नेई ग्रहण करिबा हेउ मोरे दया बई विश्वकर्मांक विनय वचन को शुणी प्रसन्न होइले तांको देव दीनमणि
ବିବାହ ଦିବସ ସ୍ଥିର କର ଯାବୋଇଲେ ତୋଷ ଚିତ୍ତେ ବିଶ୍ୱକର୍ମା ଯହୁଁ ଚଳିଗଲେ। ଶୁଭବାରେ ଶୁଭ ଲଗ୍ନେ ମଣ୍ଡାଇଲେ ପୁର ବିବାହ ବିଧି ବିଧାନ ଆଣିଲେ ସତର। ମହାସମ୍ଭ୍ରମେ ବାଜଇ ନାନାବିଧ ବାଦ୍ୟ ପୁର ଉଛୁଳି ପଡ଼ିଲା ଉତ୍ସବ ଆନନ୍ଦ। ବରବେଶ ହୋଇ ସେ ଆଦିତ୍ୟ ପ୍ରବେଶିଲେ ବିଚିତ୍ର ବିମାନ ଶୋଭା ଦିଶନ୍ତି ସେ ଭଲେ। ଦେବଗଣ ବର ଯାତ୍ରୀ ହୋଇ ଆସିଛନ୍ତି ମଙ୍ଗଳ ସଙ୍ଗୀତ ଗାନେ ଅପ୍ସରା ନାଚନ୍ତି। ଦୁନ୍ଦୁଭି ବାଦ୍ୟ ବାଜଣା ଅତି ମନୋହର କେବଳ ପାରିବ ସେ ବିବାହ ଆଡ଼ମ୍ବର। କଶ୍ୟପ ଆଦିତ୍ୟ ଦୁହେଁ ବିମାନରେ ବସି ସେଠାବରୁ ଯାଉଛନ୍ତି ହୋଇ ଅତି ତୋଷୀ। ବିଶ୍ୱକର୍ମାଙ୍କ ମନ୍ଦିରେ ସକଳ ମିଳିଲେ ଦେଖି ତାଙ୍କୁ ବିଶ୍ୱକର୍ମା ମହାନନ୍ଦ ହେଲେ। ବାଟ ବରଣ ସହିତ ଯେ ବିଧି ଯେ ମନ୍ତ ସମସ୍ତ କାର୍ଯ୍ୟ ସାରିଲେ ହୋଇ ହରଷିତ। ନିଜେ ବ୍ରହ୍ମା ତହିଁ ପୁରୋହିତ ଯେ ହୋଇଲେ ବେଦବାଦ୍ୟ ବିବାହ ବିଧାନ ବଢ଼ାଇଲେ। ଆଉ ଯେତେ ଋଷି ମାନେ ଥିଲେ ସେ ସରବେ ସାହାଯ୍ୟ ଦାନ କଲେ ସେ ବିବାହ ଉତ୍ସବେ। ସର୍ବଶୁଭେ ବିବାହ କାର୍ଯ୍ୟ ହୋଇଲା ସମ୍ପୂର୍ଣ୍ଣ ମଧୁସଜ୍ଜାପୁରେ ରାତ୍ରେ ବିଜୟ ଚପନ। ଛାୟା ମାୟା ଦୁଇ ସଖୀ ସଂଜ୍ଞା ଦେବୀଙ୍କର ବେଶ ସାଜିବାକୁ ସେ ହୋଇଲେ ଆଗୁସାର। ସଂଜ୍ଞାକୁ ପାଶେ ବସାଇ ବାନ୍ଧିଲେ କବରୀ ନାନା ଅଳଙ୍କାର ମାନ ଖଞ୍ଜିଲେ ଚତୁରୀ। ଅଷ୍ଟରତ୍ନ ଆବରଣ ସର୍ବାଙ୍ଗେ ମଣ୍ଡିଲେ ଅମଳିନ ବାସ କୁମ୍ଭ ଯତ୍ନେ ପିନ୍ଧାଇଲେ। ମଧୁସଜ୍ଜାପୁରେ ଦୁଇ ସଜନୀ ହରସେ ଛାଡ଼ି ଅଇଲେ ସଂଜ୍ଞାକୁ ଛଳ ପରିହାସେ। ନାନା ରସେ କ୍ରୀଡ଼ା କଲେ ତହିଁ କନ୍ୟା ବର ନିଶେଷେ ପ୍ରଭାତ ହୁଅନ୍ତେ ଦିବାକର। ବିଶ୍ୱକର୍ମାଙ୍କର ପୁରୁ ବିଦାୟ ହୋଇଲେ ସଂଜ୍ଞା ଦେବୀକୁ ଘେନିଣ ସ୍ୱପ୍ନରେ ଚଳିଲେ। ନାନା ଯୌତୁକ ମାନ ବିଶ୍ୱକର୍ମା ଦେଲେ ଏମନ୍ତ ସୂର୍ଯ୍ୟଙ୍କ ବିବାହ କହିଲ ହିଁ ଭଲେ। ଯାହା ପୁଛା କରିଥିଲ ଆଗ ମହାମାଇ ଶୁଣିଲ ତ ଶୈଳ ସୋତା ମନ କର୍ଣ୍ଣ ଦେଇ। ଇତି ଶ୍ରୀ ସୂର୍ଯ୍ୟ ପୁରାଣେ ଶିବ ଉମା ସମ୍ବାଦେ ସୂର୍ଯ୍ୟ ସଂଜ୍ଞା ବିବାହ ବିଧି ବର୍ଣ୍ଣନେ ନାମ ପଞ୍ଚମ ଅଧ୍ୟାୟ। ଷଷ୍ଠ ଅଧ୍ୟାୟ ବୈବସ୍ୱତ ମନୁ ଯମ ଜମି ଓ ଯମୁନାଙ୍କ ଜନ୍ମ। ପାର୍ବତୀ ଉବାଚ ଶିବଙ୍କ ଚରଣେ ପଡ଼ି ଦେବୀ ହୈମବତୀ ବିନୟ କହନ୍ତି ଦୟା କର ପ୍ରାଣପତି। ଏଥୁଅନ୍ତେ କିସ ହେଲା କୁହ ସେ ଚରିତ ସଂଜ୍ଞାକୁ ଘେନି ପୁଷ୍କର ଗଲେ ସେ ଆଦିତ୍ୟ। ତାଙ୍କଠାରୁ ଯେଉଁମାନେ ଜନମ ଲଭିଲେ ବିସ୍ତାର କରିଣ ନାଥ କହ ମୋ ଆଗରେ। ଶଙ୍କର ଉବାଚ ଶିବଙ୍କ ବିନୟ ଭକ୍ତି ଦେଖିଣ ଈଶାନ କହନ୍ତି ମଧୁର ସ୍ୱରେ ଆଗୋ ଦେବୀ ଶୁଣ। ଯାହା ପଚାରିଲ ଦେବୀ କହୁଅଛି ତାହା ସଂଜ୍ଞା ସଙ୍ଗରେ ରମଣ କଲେ ଶସ୍ତ୍ରବାହା। କିଛି ଦିନ ଅନ୍ତେ ଜାଣ ସେ ସଂଜ୍ଞା ସୁନ୍ଦରୀ ଶୁଭ ବେଳେ ଗର୍ଭବତୀ ହେଲେ ଗୌରୀ। 10 ମାସ 10 ଦିନ ହୁଅନ୍ତେ ସମ୍ପୂର୍ଣ୍ଣ ଜନ୍ମ ହୋଇଲା ତାଙ୍କ ଗୋଟିଏ ନନ୍ଦନ। ତା ନାମଟି ଦେଲେ ରବିତ ବୈବସ୍ୱତ ମନୁ ଦିନକୁ ଦିନ ବଢ଼ଇ ସେ ସୂର୍ଯ୍ୟଙ୍କ ସୁନୁ। ଯହିଁ ପାଇଁ ତାର ନାମ ବୈବସ୍ୱତ ହେଲା କହୁଛି ତା ଶୁଣ ତୁହି ଆଗୋ ପ୍ରେମ ଶିଳା।
ବୈବସ୍ୱତ ନାମ ଯେଣୁ ଅଟେ ସୂର୍ଯ୍ୟଙ୍କର, ତେଣୁ ବୈବସ୍ୱତ ନାମେ ଖ୍ୟାତ ସେ କୁମର। କେତେକ ଦିବସ ଅନ୍ତେ ଶେଷ ଜ୍ଞା ସୁନ୍ଦରୀ, ପୁଣି ଏକ ପୁତ୍ର ପ୍ରସବିଲେ ଗଗୌରୀ। ତାହା ସଙ୍ଗତରେ ଏକ କନ୍ୟା ଜନ୍ମିଲା, ଶୁଣ ଏବେ ସେ ଦୁହିଁଙ୍କ ନାମ ଯାହା ହେଲା। ଏକ ଦିନେ କ୍ରୀଡ଼ା ଶେଷେ ସେ ଦିବାକର, ସଂଜ୍ଞାକୁ ଚାହାନ୍ତେ ଭୟେ ସେ ହେଲା କାତର। ନୟନ ଯୁଗଳକୁ ସେ ସଂଯମନ କଲେ, ତା ଦେଖି ସଂଜ୍ଞାକୁ କ୍ରୋଧେ ତପନ ବୋଇଲେ। ଆଗ ସଙ୍ଗେ ହିଁ ଥର ତ ଗର୍ଭରୁ ଜାଣ, ଜନ୍ମ ହୋଇବଟି ଗୋଜେ ବଣ ନନ୍ଦନ। ତାର ନାମ ଯମ ବୋଲି ହୋଇବ ବିଖ୍ୟାତ, ଶୁଣି ସଂଜ୍ଞା ମନେ ବ୍ୟଥା ଲଭିଲେ ବହୁତ। ପୁଣି ସୂର୍ଯ୍ୟଦେବ ବୋଇଲେ କ୍ରୋଧେ କଥା, ତାର ସଙ୍ଗେ ଜାତ ହେବ ଗୋଟିଏ ଦୁହିତା। ଜମି ବୋଲି ତାର ନାମ ହୋଇବ ବିଦିତ, ଏହା ବହି କ୍ରୋଧ ବଢ଼ାଇଲେ ଦୀନନାଥ। ସେ କ୍ରୋଧ ଦେଖିଣ ସଂଜ୍ଞା ମହା ଭୟ ପାଇ, ଅନାଇଲେ ତାଙ୍କ ନେତ୍ର ନିରଜାଏ ବହି। ତା ଦେଖି ପୁଣି ତପନ ହୋଇଲେ ଗିର, ଚଞ୍ଚଳ ନୟନେ ଚାହିଁଲେ ସେ ବାରମ୍ବାର। ତୋ ନେତ୍ର ଦୁଇରୁ ପୁଣି ବହିଗଲା ଜଳ, ଯା କହୁଛି ମୁହିଁ ତାହା ନହିବ ବିଫଳ। ପୁଣି କନ୍ୟାଟିଏ ତ ଉଦରୁ ଜାତ ହୋଇ, ନଦୀ ରୂପେ ବହିବ ଯମୁନା ନାମ ବହି। ଦେବ ଦିବାକର ତହୁଁ କହିଣ ଏମନ୍ତ, ମୌନ ହୋଇଲେ ନିଜେ କ୍ରୋଧ କରି ଶାନ୍ତ। ସଂଜ୍ଞାଙ୍କ ଗର୍ଭରୁ ଯମ ଜମି ଜନମିଲେ, କିଛି ଦିନାନ୍ତେ ଯମୁନା ପ୍ରସବ ହୋଇଲେ। ତପନଙ୍କ ତେଜ ସଂଜ୍ଞା ସହି ନ ପାରିଣ, ଛାୟା ନାମେ ଶକନିକୁ କହିଲେ ସନ। ଶୁଣ ଆଗ ଛାୟା ସଖୀ କହୁଛି ଏକାନ୍ତେ, ମୋର ରୂପେ ରହିଥାଅ ସୂର୍ଯ୍ୟଙ୍କର ସାଥେ। ତାଙ୍କ ସେବାରେ ମୁଁ ରହିଥିଲି ଗୋ ସେପରି, ଦିବାର ଜନି ଖଟିବୁ ତୁହି ସେହିପରି। ଏମନ୍ତ କହିଣ ସଂଜ୍ଞା ଅନ୍ତର ହୋଇଲେ, ଛାୟା ସଖୀ ସୂର୍ଯ୍ୟଙ୍କର ନିକଟେ ରହିଲେ। ଶୁଣିଲ ତ ପାର୍ବତୀ ଗମନ କର୍ଣ୍ଣ ଦେଇ, ଯମ ଜମି ଯମୁନାଙ୍କ ଜନ୍ମ କହିଲଇଁ। ଈଶ୍ୱରଙ୍କ ଠାରୁ ଶୁଣି ଦେବୀ ତୋଷ ହେଲେ, ଆବର ଭକ୍ତିରେ ତାଙ୍କ ଚରଣ ବନ୍ଦିଲେ। ଇତି ଶ୍ରୀ ସୂର୍ଯ୍ୟପୁରାଣେ ଶିବ ଉମା ସମ୍ବାଦେ ବୈବସ୍ୱତ ମନୁ ଯମ ଜମି ଯମୁନା ଜନ୍ମ କଥନମ୍ ନାମ ଷଷ୍ଠାଧ୍ୟାୟ। ସପ୍ତମ ଅଧ୍ୟାୟ ବୈବସ୍ୱତ ବଂଶାନୁଚରିତ। ପାର୍ବତୀ ଉବାଚ, ଶିବଙ୍କ ଚରଣେ ପଡ଼ି କହନ୍ତି ପାର୍ବତୀ, ବୈବସ୍ୱତ ବଂଶ କଥା କୁହ ପ୍ରାଣପତି। କିପରି ଜନମ ସେହୁ କିପରି ଚଳିଲେ, ତାଙ୍କ ଠାରୁ ପୁଣି କିଏ ଜନ୍ମ ହୋଇଥିଲେ। ଏ ସକଳ ଚରିତକୁ କୁହ ପ୍ରାଣ ଈଶ, ତବ ମୁଖ ଶୁଣି ମୋର ସାପ ହେବ ଧ୍ୱଂସ। ଶଙ୍କର ଉବାଚ, ପାର୍ବତୀ ବଚନ ଶୁଣି କହନ୍ତି ଶଙ୍କର, ଶୁଣ ଆଗ ଗିରି ସୁତା ମନ କରି ସ୍ଥିର। ସୂର୍ଯ୍ୟଦେବଙ୍କର ଜ୍ୟେଷ୍ଠ ସୁତ ବୈବସ୍ୱତ, ଯାଗ ଯଜ୍ଞ ତପ ଆଦି କଲେ ସେ ବହୁତ। ହୋଇଲେ ଗୋ ସେହୁ ମହାଧର୍ମ ପରାୟଣ, ତାଙ୍କ ପୁତ୍ରଙ୍କର ନାମ ବହୁଛି ଗୋ ଶୁଣ। ଇକ୍ଷ୍ୱାକୁ ନାଭା ଗରିଷ୍ଠ ନର ଶାନ୍ତି ନାମ, ସର୍ଜାତି ପୁଷଧ ଧୃତ ଏହିପରି ଜାଣ। ଅସ୍ତ୍ରଶସ୍ତ୍ର ବିଦ୍ୟା ବଳେ ହେଲେ ସେ ନିପୁଣ, ବେଦ ବେଦାଙ୍ଗ ସହିତେ ଯେତେ ଶାସ୍ତ୍ରମାନ।
ପୃଥିବୀରେ ନୃପତି ହୋଇ ପାଳିଲେ ପରଜା, ରବି ତଳେ ଉଡ଼ାଇଲେ 10 କୀର୍ତ୍ତି ଧ୍ୱଜା। ପୁତ୍ର କାମନା କରି ସେ ମନୁ ନରବର, ଘୃତ ଯଜ୍ଞାଦି ସମ୍ଭାର ରାଇଲେ ସତୋର। ମିତ୍ରା ବରୁଣ ନାମରେ ଏକ ଯଜ୍ଞ କଲେ, ଚାରିପାଶେ ହୋତା ମାନେ ବେଡ଼ିଣ ବସିଲେ। ସକଳେ ମିଳିଣ ହୋମ କରିଲେ ଭିଆଣ, କରନ୍ତେ ଯେ ଅନାଦାର ପୁରୋହିତ ଗଣ। ଇଳା ନାମେ କନ୍ୟାଟିଏ ତହିଁ ଜନମିଲା, ଦେଖି ବୈବସ୍ୱତଙ୍କର ମନ ଦୁଃଖ ହେଲା। ମିତ୍ରା ବରୁଣଙ୍କୁ ସେ ବହୁତ ସ୍ତୁତି କଲେ, ଏ ପୁତ୍ରୀ କି ପୁତ୍ର କର ବୋଲିଣ ବୋଇଲେ। ମୋରେ ସୁପ୍ରସନ୍ନ ହୋଇ ଦିଅ ଏହି ବର, ମୋସ୍ତବେ ମିତ୍ରା ବରୁଣ ସନ୍ତୋଷ ପାର। କନ୍ୟାଟିକୁ ସେହି ପୁତ୍ର ପୁଣି କରିଦେଲେ, ସୁନ୍ଦ୍ୟୁମ୍ନ ବୋଲି ସେ ପୁତ୍ର ନାମକୁ ରଖିଲେ। ସେହି ପୁତ୍ର ଗୋଟି ସେ ହୋଇଲା ମହାବୀର, ଏକ ଦିନେ ମୃଗ ୟାକୁ ଗଲା ସେ କୁମର। ଧନୁସର କରେ ଧରି ହରଷିତ ମନେ, ପରଦେଶ ହେଲା ଯାଇ ପାର୍ବତୀଙ୍କ ବନେ। ବହୁତ ପଶୁ ବଧନ୍ତେ କ୍ରୋଧେ ମହେଶ୍ୱର, କହିଲେ ରମଣୀ ଦେହ କୁମ୍ଭେ ଧର। ସେହି ମକୁକୁତ ତକ୍ଷଣେ ସ୍ତ୍ରୀ ଯେ ହେଲା, ବୁଧଙ୍କର ସଙ୍ଗତେ ସେ ସହବାସ କଲା। ତାହାଙ୍କ ବୀର୍ଯ୍ୟକୁ ଗର୍ଭେ ବହି 10 ମାସ, ପୁରରବା ନାମେ ଜନ୍ମ ହେଲା ଏକ ଶିଷ୍ୟ। ଅବନୀ ମଣ୍ଡଳୁ ଭାଗ ନ ପାନ୍ତେ ସେହି, ତାଙ୍କ ପ୍ରତି ଦୟା ରଖି ବଶିଷ୍ଠ ଗୋସାଇଁ। ପ୍ରତିଷ୍ଠାନ ପୁରେ ତାଙ୍କୁ କଲେ ନରପତି, ଅଶ୍ୱମେଧ ଯଜ୍ଞ ସେ ସୁଦ୍ୟୁମ୍ନ ଦେଲେ ମତି। ସେହି ଯଜ୍ଞ ବଳେ ପୁଣି ହେଲେ ସେ ପୁରୁଷ, ମହିମଣ୍ଡଳରେ ସେ ହୋଇଲେ ବୀରଈଶ। ଧର୍ମ ମାର୍ଗେ ଜନ ପ୍ରଜା ମାନଙ୍କୁ ପାଳିଲେ, ସଂସାର ମଧ୍ୟରେ ସେହି ଯଶ ବିସ୍ତାରିଲେ। ପରମ ସନ୍ତ ସେ ବୋଲେ ଶୁଣ ଗୋ ପାର୍ବତୀ, ସେହି ଶିବ ପାର୍ବତୀଙ୍କ ପଦେ ରହୁମତି। ଇତି ଶ୍ରୀ ସୂର୍ଯ୍ୟ ପୁରାଣେ ଶିବ ଉମା ସମ୍ବାଦେ ବୈବସ୍ୱତ ମନୁବଂଶାନୁଚରିତ କଥନମ୍ ନାମ ସପ୍ତମ ଅଧ୍ୟାୟ। ଅଷ୍ଟମ ଅଧ୍ୟାୟ ପୃଷଦଙ୍କର ଶୂଦ୍ରତା ପ୍ରାପ୍ତ। ପାର୍ବତୀ ଉବାଚ, ଶିବଙ୍କ ପାଦରେ ପଡ଼ି ଦେବୀ ହୈମବତୀ, ଏହାପରେ କିସ ହେଲା କୁହ ପ୍ରାଣପତି। ବୁଝାଇଣ ମତେ ତାହା କହ ତ୍ରିଲୋଚନ, ଏ ନାରୀ ଜନ୍ମରୁ ମୁହିଁ ହୋଇବି କାରଣ। ଶଙ୍କର ଉବାଚ, ପାର୍ବତୀଙ୍କ ଭକ୍ତି ଦେଖି ସେବ ଷୋଳ ପାଣି, ଧୀର ମନେ ସ୍ଥିର ଚିତ୍ତେ ଶୁଣ ସେ କାହାଣୀ। ସାବଧାନ ହୋଇ ଦେବୀ ଭକ୍ତି ଭରେ ଶୁଣ, ପୃଷଦ ଶୂଦ୍ରତା ପ୍ରାପ୍ତି ହେବାର କାରଣ। ବୈବସ୍ୱତ ମନୁଙ୍କର ପୃଷଦ ନାମରେ, ଯେଉଁ ପୁତ୍ର ଗୋଟି ସେ ମୃଗୟା ନିମନ୍ତରେ। ଏକ ଦିନେ ଘୋର ଅରଣ୍ୟକୁ ଚାଲିଗଲେ, ଭୀଷଣ ଗହନ ବନ ମଧ୍ୟରେ ପଶିଲେ। ବୁଲି ବୁଲି ବହୁତ ସେ ଅରଣ୍ୟ ଭିତରେ, ମୃଗ ପଶୁ ନ ପାଆନ୍ତି ନିରାଶ ଚିତ୍ତରେ। ଭାଳି ହେଉ ହେଉ ସେହି ମନୁଙ୍କ ସ୍ୱଭାବ, କ୍ଷୁଧା ତୃଷାରେ ହୋଇଲେ ବିଶେଷ ଆକୁଳ। ଗୋଟିଏ ବୃକ୍ଷ ମୂଳରେ ବସି ଭାବୁଛନ୍ତି, ଏ ଅନ୍ତେ ଯାହେଲା ଶୁଣ ଆଗ ପ୍ରିୟବତୀ। ହୋମଧେନୁଟିଏ ସେହି ବନେ ଚରୁଥିଲା, ସେହି ଗ୍ରାଭୀ ପୃଷଦଙ୍କ ସୃଷ୍ଟି ଦୃଷ୍ଟିରେ ପଡ଼ିଲା। ମନେ ମନେ ବିଚାରିଲା ଧାତାଙ୍କ କୃପାରେ, ଏ ଗୋବୟ ଗୋଟି ଦେଖା ହୋଇଲା ଏଠାରେ।
एबे हाकु मु केउ प्रकारे मारिबी लता प्रांते रहिले मन्त मने भावी बाण विंधण से ही गाभी गोटी तले पड़िला घोर चित्कार करी से ही काले से चित्कार शब्दरे अरण्य कंपिला कुटीर मध्यरे अग्निहोत्री सुत थिला चित्कार शब्द शुणी सेठाकु आसन्ते देखिला गाभी जर्जर होइछि रकते प्राण हराई भूमि रे करिछि शयन अत्यंत आकुले कांदी से ऋषि नंदन बोइला केवल पापमती दुराचार निष्ठुर पणे माइला गाई कि मोर गाभी गोटी इच्छा सुखे बने चरुथिला सेही चंडाळर बा केउ दोष कला केणे गला से पापिष्ठ दुर्मति पामर एमंत कहीण क्रोधे से मुने कुमर चौदिग को चाहन्ते लता अभ्यंतरे पृषधकु देखिला जे अछन्ति सेठारे धनुषर शोभा दिशु अछि तांक हाते बाहर होइले मुने पुत्र को देखन्ते पचारिले तुम्भे अट कार नंदन किस पुणी अटई तुम्भर निज नाम मो नाम वा भव्य बोली कहे मुनि सुत पृषध कहन्ति किंपा हुओ क्रोध चित्त मुनि पुत्र होई शूद्र स्वभाव आचार आरक्त नंदन अंगु बहे स्वेद नीर काहि पाई तुम्भ देह गोटा थरु अछि मुखमंडल काहिंकी विवन दिशुछि ताहा शुणी मुनि पुत्र बोइले वीर सरबिंदी माइला के गाई कि मोहर एड़े पाषांड दुर्मति अटे पामर पाप कोटि किए भय न कला मनर पृषध कहिले मुग बय मने करी लुचि गाभी उपरे सर प्रहारिली द्विज पुत्र बोले मते जनक मोहर ए गाई कि जगाइण गले बन घोर होम काष्ठ आनिबाकु आहे नृपवर एही होम धेनुकु मु छाड़िण एठार आश्रम रे थिले जान निर्बोध पामर अदसे तु बोध कलु गाई कि मोहर एथिपाई देउछि मु तोते साप दंड आजि ठारु तु ही शूद्र हुअरे पाषांड वेद वेदांग सहिते किछि न आसिब क्रिया कर्म सबु तोर किछि न रहिब एपरि से ऋषि पुत्र कोपे शाप देले ताहा शुणी क्रोध चित्ते पृषध होइले एहा कलु जाहा तुहि रे ऋषि नंदन ब्रह्मा क्षत्रिय अथवा बेश्या ठारु जन्म होइथिबा पुत्र रहे उचित नुहई ता प्रतिफल मु तोते क्षणी देवई एमंत कहीण राजा हस्ते जल घेनी अभिशाप विहिबाकु पांचन्ते से क्षणी ता देखि ऋषि नंदन पुणी कोप चित्ते राजा को बधिबा पाई उद्यत हुअन्ते एकाले ताहांको पिता मिलिले सेठार बोइले को बाबू तोर क्रोध त्याग कर क्रोध सिना महाशत्रु प्राणी मानकर क्रोध परम चंडाल जान रे कुमार द्विज जाति मानकर सापटे बंधु इह पर लोके से दियो प्रेम मधु कोपे जप तप सबु विनाश होई
କୋପ କଲା ଲୋକର ଯେ ଆୟୁ କ୍ଷୟ ଯାଇ। ପ୍ରାଣୀମାନଙ୍କର ଜ୍ଞାନ ହାନି କରେ କ୍ରୋଧ, ବୁଝି ନ ପାରନ୍ତି ଏହା ପାମର ଦୁର୍ବୋଧ। କ୍ରୋଧ ଯୋଗୁ ଲୋକେ ହୁଅନ୍ତି ଯେ ଧନହୀନ, କ୍ରୋଧୀ ଲୋକ ବହୁ ଦୁଃଖ ଲଭିବଟି ଜାଣ। ତା ପକ୍ଷେ କ୍ରୋଧ କରିବା ଅଟେ ଅନୁଚିତ, ଏବେ ବୁଝାଇ କହୁଛି ଶୁଣ ଆରେ ସୁତ। ଯଦି ଜାଣି ଜାଣି ରାଜା ବୋଧିଥାଏ ଗାଈ, ତଥାପି ତା ପ୍ରତି କ୍ରୋଧ ବିହିତ ନୁହଁ। ଈଶ୍ୱର ତୁଲ୍ୟ ସାକ୍ଷାତ ଅଟେ ନର ସାଇଁ, ପୁତ୍ର ସମ କରି ପ୍ରଜାମାନଙ୍କୁ ପାଳଇ। ସେବା ଯାହାକୁ ମାରିବ କେ ରଖିବ ତାକୁ, ରାଜ୍ୟର ପାପ ପୁଣ୍ୟଟି ତାହାରି ମୁଣ୍ଡକୁ। ଯଦ୍ୟପି ନ ଜାଣି ରାଜା ମାରିଅଛି ଗାଈ, ତେବେ କଦାପି ତାଠାରେ ଦୋଷ ହେବ ନାହିଁ। ଯେଣୁ ତାହାଙ୍କର ମନେ ପାପ ନ ଛୁଇଁଛି, ତେଣୁ ସେ ନିର୍ଦ୍ଦୋଷ ବୋଲି ଜାଣି ଥାଉଅଛି। ଦୟା ଠାରୁ ବଳି ଧର୍ମ ନାହିଁ ଏ ସଂସାରେ, ଦୟାଳୁ ପ୍ରାଣୀମାନେ ଯେ ଯାନ୍ତି ସ୍ୱର୍ଗପୁରେ। ମୁନିଙ୍କ ବଚନ ଶୁଣି କୃଷଧ ନୃପତି, ତାହାଙ୍କ ଚରଣେ ନମି କଲେ ବିନତି। ଆହେ ମୁନି ବର ବଡ଼ ଅପରାଧ କଲି, ଗବୟ ଜ୍ଞାନେ ମୁଁ ଧେନୁକୁ ବଧିଲି। ଜାଣି ନ ପାରି ଏ ପାପ ଅରଜିଛି ମୁହିଁ, କ୍ଷମା କର ହେ ମୁନି ତନଇ। ତହୁଁ ମୁନି ପୁତ୍ର ଭାଷେ ଶୁଣ ନର ସାଇଁ, ଆଜି ଯାଏ କେବେ ମିଥ୍ୟା କହି ନାହିଁ ମୁହିଁ। ମୋର ବାକ୍ୟ କେତେବେଳେ ନ ହୋଇବ ଆନ, ପିତା ପୁତ୍ର ଏହା କହିଗଲେ କୋଟିରେଣ। ପୃଷଧ ରାଜା ସେଦିନୁ ଶୂଦ୍ର ବୋଲାଇଲେ, ବ୍ରହ୍ମଶାପ ଅନ୍ୟଥା ନୁହଁ କେତେବେଳେ। ଏହି ସୂର୍ଯ୍ୟ ପୁରାଣ ଯେ ପରମ ପଦାର୍ଥ, ଯାହା ଶ୍ରବଣରେ ପ୍ରାଣୀ ଲଭଇ କୃତାର୍ଥ। ଇତି ଶ୍ରୀ ସୂର୍ଯ୍ୟ ପୁରାଣେ ହରଉମା ସମ୍ବାଦେ ପୃଷଧ ରାଜା ଶୂଦ୍ରତା ପ୍ରାପ୍ତି କଥନମ୍ ନାମ ଅଷ୍ଟମ ଅଧ୍ୟାୟ। ନବମ ଅଧ୍ୟାୟ ନାଭାଗଙ୍କ ଚରିତ। ପୁଛନ୍ତି ଗୌରୀ ଶୁଣ ଆହେ ପ୍ରାଣନାଥ, ଏଥୁ ଅନ୍ତେ କିସ ହେଲା କୁହ ସେ ଚରିତ। ତବ ମୁଖ ଶୁଣିଲେ ମୁଁ ହୋଇବି ପବିତ୍ର, ଏ ଦାସୀର ନିବେଦନ ଘେନ ବାରେ ନାଥ। ଶିବ ଉବାଚ ପାର୍ବତୀ ଦେବୀ ବିନୟ ବଚନକୁ ଶୁଣି, ଭାବେ ଗଦ ଗଦ ହୋଇ ବୋଲେ ଶୂଳ ପାଣି। ଶୁଣ ଶୁଣ ପାର୍ବତୀ ଗୋ ନାଭାଗ ଚରିତ, ଅତି ମନ ଦୁଃଖେ ସେ ପୃଷଧ ନରନାଥ। ନିଜ ନଗରେ ଆସିଣ ପରବେଶ ହେଲେ, ମନ୍ତ୍ରୀ ଅମନାତ୍ୟଙ୍କୁ ସେ ସବୁ କହିଗଲେ। ଶୂଦ୍ର ଆଚରଣ କଲେ ରାଜ୍ୟଚ୍ୟୁତ ହୋଇ, ସେହିଦିନୁ ଅରାଜକ ହୋଇଲା ସେ ମହି। ଦେଶ ପ୍ରଜାମାନେ ବହୁ ସେ ଭାଳି ଯେ ହେଲେ, ନାଭାଗକୁ ରାଜା କରିବାକୁ ବିଚାରିଲେ। ରାଜସିଂହାସନେ ବସାଇଣ କଲେ ପୂଜା, ପରମ ସୁଖ ନାଭାଗ ପାଳିଲେ ପରଜା। ନବଯୁବକ ଅତ୍ୟନ୍ତ ସୁନ୍ଦର ସେ ଜାଣ, ଦିନେ ପୁଷ୍ପବନେ କରୁଥିଲେ ସେ ଭ୍ରମଣ। ଏକ ବେଶ୍ୟା କନ୍ୟା ଆସି ପରମ ସୁନ୍ଦରୀ, ଯୋଗେ ଆସୁଥିଲା ସେ ଯୁବତୀ ସ୍ନାନ ସାରି। ରାଜମାର୍ଗେ ଧୀରେ ଧୀରେ ଯାନ୍ତେ ସେ ତରୁଣୀ, ଉଦ୍ୟାନେ ଥାଇ ଦେଖିଲେ ତାକୁ ନୃପମଣି। ମନେ ଭାବିଲେ ଅଟେ ଅପୂର୍ବ ସୁନ୍ଦରୀ, ହୋଇବ କିଅ ବା ଏହି ସ୍ୱର୍ଗ ଅପସରି। କିଅ ବା ହୋଇବ ବିଦ୍ୟା ଧରିବା କିନ୍ନରୀ, କିଅ ବା ଧାତା ନିର୍ମିତ ଏ ସୁବର୍ଣ୍ଣ ନାରୀ।
ରୂପରେ କାନ୍ତିରେ ତ ଅତି ଅନୁପମା, ଏହାର ଛବି କି ମୁହିଁ କି ଦେବି ଉପମା। ମତକ ଜଗମନି ଅଳପ ବୟସୀ, ଘନ କୁଟିଳ କୁନ୍ତଳା ଚାରୁ ମଦାଳସୀ। ଏହା ଠାଣି ଚାତୁରୀ କି ଦେଖିଲେ ପୁରୁଷ, ବଳେ ପାଦ ତଳେ ବିକି ହୋଇଯିବ ଦାସ।